ବଉଳ ଅମାବାସ୍ୟା ସ୍ପେଶାଲ ଛେନା ପରି ନରମ ଗଇଁଠା କ୍ଷୀରି ପ୍ରସ୍ତୁତ କରିବା। ସେଇଟା ବି ସହଜ ଉପାୟରେ ଆଉ ବହୁତ କମ୍ ସମୟରେ ସବୁ ଟିପ୍ସ ସେୟାର କରିଛି ମୁଁ। ଆପଣମାନେ ଥରେ ଏମିତି ଟ୍ରାଏ କରନ୍ତୁ, ଦେଖିବେ ବହୁତ ହି ଟେଷ୍ଟି ଲାଗିବ ଆଉ ବହୁତ କମ୍ ସମୟରେ ଆପଣମାନେ ଆକୁ ତିଆରି କରିପାରିବେ। ନମସ୍କାର ଫ୍ରେଣ୍ଡ, ମୁଁ ମିଲି ଆପଣମାନଙ୍କୁ ମୋ ଚୁଲିକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ପ୍ରଥମେ ମୁଁ ଏଠି 1 କପ୍ ଅରୁଆ ଚାଉଳକୁ 2 ଘଣ୍ଟା ପାଇଁ ବତୁରେଇକି ରଖିଥିଲି। ଏଇଟା ହେଉଛି ରେଗୁଲାର ଅରୁଆ ଚାଉଳ, ଏଇଟା ବାସୁମତୀ ରାଇସ୍ ନୁହେଁ। ଏବେ ଗୋଟେ ଜାର୍କୁ ଆମେ ସେ ଚାଉଳକୁ ସବୁ ଛାଙ୍କିଦେବା। ଏଠି ଆପଣମାନେ ବିଲକୁଲ ପାଣି ଦେବେନି, ଆମେ ଏଠି ମେଜର କରିକି ପାଣି ଦେବା। ତ ଆମେ ଚାଉଳକୁ ଭଲ ଭାବରେ ଛାଙ୍କିକି ମିକ୍ସିଂ ଜାର୍କୁ ଆଡ଼୍ କରିନେବା। ଦେଖିପାରୁଥିବେ ଏଇଠି ମୁଁ ସବୁ ଚାଉଳକୁ ଦେଇଦେଇଛି। ଏବେ ଏଇଥିରେ ଆମେ ଆଡ଼୍ କରିବା ପାଣି। ଆପଣମାନେ ଯେତିକି ଚାଉଳ ନେଇଥିବେ ସେଇ କପ୍ରେ ମାପିକି ସେତିକି ପାଣି ନେବେ। ମୁଁ ଏଠି ଅଧା କପ୍ ପାଣି ଏବେ ଆଡ଼୍ କରୁଛି, ପରେ ଆଉ ଅଧା କପ୍ ଆଡ଼୍ କରିବା। ଏବେ ଆକୁ ଆମେ ପୁରା ସ୍ମୁଥଲି ପେଷ୍ଟ ବନେଇ ନେବା। ଦେଖିପାରୁଥିବେ ଏଠି ପୁରାପୁରି ଚିକ୍କଣ କରିକି ମୁଁ ବାଟି ନେଇଛି। ଏବେ ଆକୁ ଆମେ ବାଉଲକୁ ଟ୍ରାନ୍ସଫର୍ କରିନେବା। ବହୁତ ଇଜିଲି ଆଜି ଆମେ ବନେଇବା। ବିନା ଚୁନାରେ ଆମେ ଚୁନା କରିକି ପରିଶ୍ରମ କରିବା ପାଇଁ ପଡ଼ିବନି। ଏବେ ଅଲଗା ଯେଉଁ ଅଧା କପ୍ ପାଣି ଥିଲା ଆମେ ଏବେ ଏଥିରେ ଜାର୍କୁ ଧୋଇକି ସେ ପିଠଉରେ ଆଡ଼୍ କରିନେବା। ଏଠି ଦେଖିପାରୁଥିବେ ମୁଁ ଆଡ଼୍ କରିନେଇଛି ଆଉ ତାକୁ ଚାମଚରେ ଭଲ ଭାବରେ ଗୋଳେଇ ନେବା। ଏଠି ଗୋଳେଇ ସାରିଲା ପରେ ମୁଁ ଏଠୁ କିଛି ଏଠି ଅଲଗା ରଖିନେବି। ଆଉ ଗୋଟେ ବାଉଲରେ ପାଖାପାଖି ଏଠି ମୁଁ ଅଧା କପ୍ ଠୁ ଟିକେ କମ୍ ହେବ ଏଥିରେ ମୁଁ ରଖିନେଉଛି ପିଠଉ। ଏହାକୁ ଆମେ ପରେ ୟୁଜ୍ କରିବା, କେତେବେଳେ ୟୁଜ୍ କରିବା ମୁଁ ତାକୁ ଆଗକୁ କହୁଛି। ଏବେ ଚାଲନ୍ତୁ ବନେଇବା ଜନ୍ତୁଣି। ପ୍ରଥମେ ମୁଁ ଏଠି 1.5 କପ୍ କ୍ଷୀର ଆଡ଼୍ କରିବି। ଆପଣମାନେ ଚାହିଁଲେ ପାଣି ମଧ୍ୟ ଏଠି ଆଡ଼୍ କରିପାରିବେ। 1 କପ୍ ଚାଉଳ ପାଇଁ ଆମେ ଏଠି 2 କପ୍ ଆଉ ଅଧା କପ୍ ପାଣି କିମ୍ବା କ୍ଷୀର ଆଡ଼୍ କରିବେ। ଏବେ ଏଥିରେ ମୁଁ 2 ଚାମଚ ଚିନି ଆଡ଼୍ କରିନେଉଛି ଆଉ ଅଳ୍ପ ଟିକେ ଲୁଣ। ସବୁକୁ ଆମେ ଭଲ ଭାବରେ ମିକ୍ସ କରିବା ପୂର୍ବରୁ ଅଧା ଚାମଚ ଏଥିରେ ଘିଅ ଆଡ଼୍ କରିବା। ଆପଣମାନେ ଚାହିଁଲେ ଘିଅକୁ ସ୍କିପ୍ କରିପାରିବେ, କିନ୍ତୁ ଘିଅ ଦେଲେ ତାର ଫ୍ଲେଭର ବହୁତ ବଢ଼ିଆ ଆସିଥାଏ। ଜନ୍ତୁଣି ଭଲ ଭାବରେ କଡ଼େଇରୁ ଛାଡ଼ିଥାଏ। ତ ଏଠି ଦେଖିପାରୁଥିବେ ଆମର କ୍ଷୀର ଭଲ ଭାବରେ ଫୁଟିବା ଷ୍ଟାର୍ଟ କଲାଣି। ଏମିତି ହାଲକା ହାଲକା ଫୁଟିଲେ ଆମେ କ'ଣ କରିବା ନା ପିଠଉକୁ ଏଇଥିରେ ଆଡ଼୍ କରିବା। ପିଠଉ ଆପଣମାନେ ଏଠି ପକାଉଥିବେ ଆଉ ତାକୁ ସାଙ୍ଗେ ସାଙ୍ଗେ ଗୋଳଉଥିବେ, ନହେଲେ ପିଠଉ ଲମ୍ସ ଆସିଯିବ, ଟେଳା ବାନ୍ଧିଯିବ। ତ ଏମିତି ଗୋଟେ ହାତରେ ଚଲାଉଥିବେ ଆଉ ଗୋଟେ ହାତରେ ଢାଳୁଥିବେ। ଗ୍ୟାସ୍ର ଫ୍ଲେମ୍କୁ ଏଠି ଆପଣମାନେ ପୁରା ଲୋରେ ରଖିଥିବେ। ତାପରେ ଧୀରେ ଧୀରେ ଲୋ ଟୁ ମିଡ଼ିୟମ୍ରେ ରଖିକି ତାକୁ ଲଗାତାର ଏମିତି ଗୋଳଉଥିବେ, ନହେଲେ ଅଧା ପିଠଉ ସିଝିବ ଆଉ ଅଧା ସିଝିବନି, ତ ଭଲ ହେବନି ଆମର ଜନ୍ତୁଣି। ଏଠି ଦେଖିପାରୁଥିବେ ଧୀରେ ଧୀରେ ବହଳିଆ ହେଲାଣି ଜନ୍ତୁଣି ଆମର। ଏଠି ଭଲ ଭାବରେ ସିଝିବା ପାଇଁ ଆପଣମାନେ ଗ୍ୟାସ୍ର ଫ୍ଲେମ୍କୁ ପୁରାପୁରି ଲୋରେ ହିଁ ରଖିଥିବେ। ଦେଖିପାରୁଥିବେ ଏଇଠି ଆମର ଜନ୍ତୁଣି ଏମିତି ପୁରା ଡୋଟ୍ ସେପ୍ ହେଇଗଲାଣି। ଅଳ୍ପ ପାଣି ହାତ ହେଇକି ଆପଣମାନେ ଏମିତି ଚେକ୍ କରିନେବେ ହେଇଛି କି ନାହିଁ। ଦେଖିପାରୁଥିବେ ଏଠି ମୋ ହାତରେ ଲାଗୁଛି, ତ ଏବେ ଏଠି ଜନ୍ତୁଣି ସିଝିନି। ଆକୁ ଆମେ ଆଉ ଟିକେ ସମୟ ଭଲ ଭାବରେ ସିଝେଇ ନେବା। ଜନ୍ତୁଣି ଆମର ଏଠି ଯଦି ଭଲ ଭାବରେ ନ ହେବ ତାହେଲେ କ୍ଷୀରିରେ ଏଣ୍ଡୁରି ପିଠା ଖୋଲିଯିବ। ତ ଆପଣମାନେ ସେଥିପାଇଁ ଭଲ ଭାବରେ ଚେକ୍ କରିବେ ଜନ୍ତୁଣି ଯେମିତି ପରଫେକ୍ଟ ଭାବରେ ସିଝିବ। ଏଠି ମୁଁ ଆଉ 2 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଜନ୍ତୁଣିକୁ ଜନ୍ତିଲା ପରେ ଏଠି ଚେକ୍ କରିବା ସିଝିଛି କି ନାହିଁ। ଦେଖିପାରୁଥିବେ ଏଠି ମୋର ହାତରେ ବିଲକୁଲ ବି ଲାଗୁନି ଆଉ ଏଠି ବହୁତ ବଢ଼ିଆ ଭାବରେ ସେପ୍ ହେଉଛି, କ୍ରାକ୍ ବି ଆସୁନି। ଏବେ ଆମେ ୟାକୁ ଓହ୍ଲେଇ ନେବା। ଆଉ ଗୋଟେ ଥାଳିରେ ଅଳ୍ପ ଟିକେ ତେଲ କିମ୍ବା ଘିଅ ଦେଇକି ତାକୁ ଭଲ ଭାବରେ ଗ୍ରୀସ୍ କରିନେବା ଆଉ ଏଇଥିରେ ଆମେ ଜନ୍ତୁଣିକୁ ରଖିନେବା। ଆପଣମାନେ ଥରେ ଟ୍ରାଏ କରନ୍ତୁ, ଆଉ ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗେ ତାହେଲେ ପ୍ଲିଜ୍ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରିବାକୁ ଜମା ବି ଭୁଲିବେନି। ଏବେ ଏମିତି ଟିକେ ଖେଳି ନେଇକି ଆମେ ୟାକୁ ସାଇଡ଼୍ରେ ରଖିନେବା ହାଲକା ଥଣ୍ଡା ହେବା ପାଇଁ। ଏବେ ସେମ୍ କଡ଼େଇରେ ଆଉ କିଛି ଆମେ ଏଥିରେ କ୍ଷୀର ଆଡ଼୍ କରିବା। ଏଇଟା ସିଝା କ୍ଷୀର, ମୁଁ ଏଠି 4 କପ୍ କ୍ଷୀର ଆଡ଼୍ କରିବି ବା 1 ଲିଟର। ଆପଣମାନେ ଯଦି 1 କପ୍ ଚାଉଳ ନେଉଛନ୍ତି ତାହେଲେ 1 କପ୍ ଚାଉଳ ପାଇଁ 4 କପ୍ କ୍ଷୀର ବା 1 ଲିଟର କ୍ଷୀର ହିଁ ପରଫେକ୍ଟ ରହିବ। ତାପରେ ମୁଁ ଏଥିରେ ଗୋଟେ ତେଜପତ୍ର ଆଉ କିଛି ଗୁଣ୍ଡ
गुजराती ये ऐड करुच्ची आपको आम छाड़ नवा टिके फुटापी ता भितर आम प्रस्तुत करनवा एंडुरी पिठा। ये मु अल्प घी नहीं आमती गरम थिला अवस्था ही आपण मैंने एंडुरी बनइबे। एथिरे हाथ अल्प टिके घी नहीं जावा ताकू भल भाव एमती अल्प अल्प आणिकी गोल गोल करवा। आपण मैंने जो सेप्र करें आपण मैंने चाहिए गोल सेप करें कि ओवाल सेप करें। मुझे एमती टिके अंडाकृति बा ओवाल सेप करुच्ची। आपण मैंने चाहिए याठू छोट छोट मध्य गोल करें। यहाँ बहुत ही नरम रहिबो। आपण मैंने थरे एमती जंतुणी को जंतिकी करंतु बिना चूना चाउल चूना रे आपण मैंने एमती पिठौ रे थरे ट्राए करंतु। जदि भल लगे ताहले प्लीज मो वीडियो को लाइक करिवे। ए सब को आम सेमती बनै नबा। ता पूर्व चलंतु देखि नबा। एठी हमर क्षीर भल भाव रे फुटी गलाणी। एठी क्षीर फुटिवा भितरे मु सबु जंतुणी को सेपटे कर नेछि। एबे जो पिठौ रखिथिले आमे सेइथिरे आउ आधा कप क्षीर ऐड करिबा। आपण माने क्षीर बदल रे पानी मध्ये एठी ऐड करि परिबे। आ ताको भल भाव रे एमती गोळै नबा। गोळै सरला परे पुणी याको एमती गोळौथिबे आउ एमती ढाळुथिबे पिठौ को। एमती करिबा द्वारा खीरी हमर बहुत बढ़िया बहलिया हबो आ बहुत टेस्ट लागिबो खाइबा पई। आपण माने थरे एमती करंतु। जदि आपण माने पिठौ एठी दबा पई चाहना दे ताले 3-4 चम्मच एथिरे मिल्क पाउडर ऐड करि परिबे। एबे एथिरे हमें ऐड करिबा चीनी। एठी मु 4 चम्मच चीनी ऐड करछि। आपण माने जदि अधिक चीनी खाउथबे ताहले आपण माने आउ टिके चीनी एथिरे ऐड करिवे। स्वाद अनुसार लूण दे देबा। खीरी रे अल्प लूण देले तार टेस्ट बहुत बढ़िया आस्था है। याको एमती 2-4 मिनिट लगातार चलेला परे आमे एथिरे ऐड करनबा एबे पूर्वरु बने की रखिथिबा एंडुरी को। एठी देखि परथुए मु सब एंडुरी को ऐड कर नैछि आकु सिझिबा पई छाड़ी नबा। गैस रो फ्लेम को एठी आपण माने मीडियम रे रखिथिबे आउ एमती ताको लगातार गोळौथिबे। जेतेबेले एंडुरी हमर ऊपर को उठी आसीबो आपण माने जानिबे जे एठी एंडुरी पिठा सिझि जाईछि। तो देखि परथुए एठी धीरे धीरे हमर फुटिवा स्टार्ट कलानी आउ ऊपर को भासीबा को लागिलानी एंडुरी। तो एठी हमर गइठा खीरी प्रस्तुत हे आसिलानी। एबे एथिरे हमें ऐड करिबा किछि कटा ड्राई फ्रूट्स। आपण माने चाहिए ऐड करि परिबे नहले स्किप मध्य करि परिबे। एठी एबे मु किछि काजू आउ पिस्ता बादाम ऐड करिबे। आपण माने चाहिए किसमिस मध्य ऐड करि परिबे किंतु मते जेहेतु पसंद नै तो मु किसमिस एथिरे ऐड करूनी। आपण माने चाहिए ऐड करि परिबे। एठी छोट छोट काटिकी काजू आउ पिस्ता बादाम मु एथिरे ऐड करनै छी आउ ताको भलो भाबरे गोळै नबा। पाखापाखि हाफ मिनिट पर्यंत एमती गोलैला परे आमे एबे गैस को ऑफ करनबा। देखि परथबे ग्रेवी हमरो बहुत बढ़िया भाबरे हेछि। पूरा बढ़िया बहलिया टाइप रो हेछि। आपण माने याठो अधिक बहलिया करिवेनी बस एतिकी रे ही करिवे। मु एठी देखै दोछि आपण मानकु गोटे एंडुरी काटि के देखि परथबे पूरा पूरी छेना परी नरम हेछि। आपण माने थरे ट्राई कले ही जानि परिबे। ए प्रोसेस रे थरे ट्राई करंतु। और जदि वीडियो भल लागे ताले प्लीज लाइक करिया